ଦେଶଭକ୍ତ ଲକ୍ଷ୍ମଣ ନାୟକ ଲେଖିଛନ୍ତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ। ଆକାଶରେ ସୂର୍ଯ୍ୟଚନ୍ଦ୍ର ଯଦି ସତ୍ୟ ତେବେ ମୋ ମା ନିଶ୍ଚୟ ସ୍ୱାଧୀନ ହେବ। ଏହା କୌଣସି ଗପ ବା ନାଟକର କଥା ନୁହେଁ। ଆମ ମାଟିର ଜଣେ ବୀରପୁରୁଷ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଏ କଥା କହିଥିଲେ। ତାଙ୍କ ମୁହଁର ଏହି କଥା ପ୍ରାୟ 4 ବର୍ଷ ପରେ ସତ୍ୟରେ ପରିଣତ ହୋଇଥିଲା। ସେହି ବୀରପୁରୁଷ ଜଣକ ଥିଲେ ଲକ୍ଷ୍ମଣ ନାୟକ। ଦେଶ ପାଇଁ ପ୍ରାଣବଳି ଦେଇ ସେ ଅମର ହୋଇଛନ୍ତି। ଲକ୍ଷ୍ମଣ ନାୟକ ଜନ୍ମଗ୍ରହଣ କରିଥିଲେ 1899 ମସିହା। ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମା ଅଞ୍ଚଳରେ ଥିବା ଗାଁ ଗୁଡ଼ିକରୁ ଖଜଣା ଅସୁଲ କରିବା କାମରେ ଜୟପୁରର ରାଜା ତାଙ୍କ ବାପା ପଦଲାମ ଭୂମିଆଙ୍କୁ ମୁସ୍ତାଦାର ଭାବରେ ନିଯୁକ୍ତି କରିଥିଲେ। ତେଣୁ ପଦଲାମ ଭୂମିଆ ପଦଲାମ ନାୟକ ଭାବରେ ଜଣାଶୁଣା ହେଲେ। ବାପାଙ୍କ ପରି ଲକ୍ଷ୍ମଣ ଥିଲେ କର୍ମଠ। ନିଜ କାମ ନିଜେ କରିବାକୁ ସେ ଖୁବ୍ ଭଲ ପାଉଥିଲେ। ମନରେ ତାଙ୍କର ପର ଆପଣା ବା ଉଚ୍ଚ ନିଚ ଭାବନା ସ୍ଥାନ ପାଉନଥିଲା। ସମସ୍ତଙ୍କ ସହ ମିଳିମିଶି ସେ ଚଳିପାରୁଥିଲେ। ଲକ୍ଷ୍ମଣଙ୍କ ବୟସ ବଢ଼ିଲା। ସେ ଯୁବକ ହେଲେ। ନୂଆ ନୂଆ କଥା ମୁଣ୍ଡରେ ଜୁଟିଲା। ନାୟକ ପୁଅ ତ ସେ ଖୁବ୍ ନିକଟରୁ ଗରିବମାନଙ୍କ ଦୁଃଖ ଶୁଣନ୍ତି, ଅବସ୍ଥା ଦେଖନ୍ତି। ଯେଉଁ ଯେଉଁ ନୀତି ନିୟମ ଗରିବ ବନବାସୀଙ୍କୁ ଅସୁବିଧାରେ ପକାଉଥିଲା ସେଥିପାଇଁ ସେ ବାପାଙ୍କ ନିକଟରେ ଆପତ୍ତି କରନ୍ତି। କେଉଁଠାରେ ଅନ୍ୟାୟ ହେଉଥିବାର ଦେଖିଲେ ମନଟା ତାଙ୍କର ବିଦ୍ରୋହ ହୋଇଉଠେ। ମାତ୍ର 19 ବର୍ଷ ବୟସରେ ଲକ୍ଷ୍ମଣଙ୍କର ବିବାହ ହୋଇଥିଲା। 2 ବର୍ଷ ପରେ ଲକ୍ଷ୍ମଣଙ୍କର ପୁଅଟିଏ ହୋଇଥିଲା। ପୁଅର ନାଁ ରଖାଯାଇଥିଲା ରଘୁନାଥ। ପଦଲାମ ନାୟକ ବୃଦ୍ଧ ହୋଇଯିବାରୁ ନିଜ ଦାୟିତ୍ୱ ସମ୍ଭାଳି ପାରିଲେ ନାହିଁ। ନିଜ ସ୍ଥାନରେ ଲକ୍ଷ୍ମଣକୁ ସେ ମୁସ୍ତାଦାର ଭାବରେ ବାଛିଲେ। ଜୟପୁର ରାଜା ଏ ପ୍ରସ୍ତାବକୁ ସ୍ୱୀକାର କଲେ। ସେହିଦିନଠାରୁ ଲକ୍ଷ୍ମଣ ଭୂମିଆ ପରିବର୍ତ୍ତେ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହେଲେ। 1930 ମସିହା ବେଳକୁ ଭାରତରେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମ ଜୋରଦାର ହୋଇଉଠିଥାଏ। ସମସ୍ତଙ୍କ ଉପରେ ଲବଣ ସତ୍ୟାଗ୍ରହର ପ୍ରଭାବ ପଡ଼ିଥାଏ। କୋରାପୁଟ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ଯାଇନଥିଲା। ବୀର ବନବାସୀମାନେ ବିଦେଶୀ ଶାସନ ଦ୍ୱାରା ଶୋଷିତ ହେଉଥିବା କଥା ଅନୁଭବ କରିସାରିଥିଲେ। କୋରାପୁଟର ଜଣାଶୁଣା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସ ରାୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସେ ଅଞ୍ଚଳରେ ଦୃଢ଼ କରିଥିଲେ। ଇଂରେଜ କର୍ମଚାରୀଙ୍କ ନାଲି ଆଖିକୁ ଲୋକମାନେ ଭୟ କରୁନଥିଲେ। ଏମାନଙ୍କ ମଧ୍ୟରେ ଲକ୍ଷ୍ମଣ ନାୟକ ଥିଲେ ଆଗୁଆ। ସେ ମୁସ୍ତାଦାର ହୋଇଥିବାରୁ ସ୍ୱାଧୀନତା ସଂଗ୍ରାମର ସଭା ସମିତିରେ ଯୋଗ ଦେଉଥିଲେ। ରାଧାମୋହନ ସାହୁ, ରାଧାକୃଷ୍ଣ ବିଶ୍ୱାସ ରାୟ, ନୀଳକଣ୍ଠ ପାତ୍ର ପ୍ରଭୃତି କର୍ମୀଙ୍କ ପ୍ରଭାବରେ ଲକ୍ଷ୍ମଣ କଂଗ୍ରେସରେ ମିଶିଲେ ଓ ମୁକ୍ତି ସଂଗ୍ରାମରେ ଯୋଗ ଦେଲେ। ପ୍ରଥମ ବିଶ୍ୱଯୁଦ୍ଧ ସରିଯିବା ପରେ ଭାରତକୁ ସ୍ୱାଧୀନତା ଦେବା ନିମନ୍ତେ ଇଂରେଜ ସରକାର ଆଦୌ ପଦକ୍ଷେପ ନେଲେ ନାହିଁ। ତେଣୁ ସ୍ୱାଧୀନତା ସଂଗ୍ରାମୀମାନେ ସରକାରଙ୍କ ସହିତ ଅସହଯୋଗ କଲେ। ସତ୍ୟାଗ୍ରହ ଆରମ୍ଭ ହେଲା। ସବୁ କଂଗ୍ରେସ କର୍ମୀ ଏଥିରେ ଯୋଗ ଦେଲେ। 1940 ମସିହା ଡିସେମ୍ବର ମାସରେ ରାମଗିରି ଫାଣ୍ଡି ଆଗରେ ସତ୍ୟାଗ୍ରହ କରି ଲକ୍ଷ୍ମଣ ନାୟକ ପୁଲିସ ହାତରେ ଗିରଫ ହେଲେ। କୋରାପୁଟ ଜେଲରେ ତାଙ୍କୁ 9 ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ ମିଳିଲା। ସେତେବେଳେ ବନ୍ଦୀର ଜୀବନ ଦୁଃଖମୟ ଥିଲା। ଅତ୍ୟଧିକ ଖଟଣି ପଡ଼ୁଥିଲା। ଖାଇବାକୁ ମିଳୁଥିଲା ଗୋଡ଼ିମିଶା ଭାତ, ପୋଡ଼ା ମାଣ୍ଡିଆ, ରୁଟି ଆଉ ପାଣିଆ ଡାଲି। ବେଡ଼ି ପକା ହାତରେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିବାକୁ ପଡ଼ୁଥିଲା ଲକ୍ଷ୍ମଣଙ୍କୁ। ସବୁ ଦୁଃଖ କଷ୍ଟକୁ ନୀରବରେ ସହିଯାଉଥିଲେ ସେ। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା କାରଣରୁ ଲକ୍ଷ୍ମଣ ନାୟକ ନିଜର ମୁସ୍ତାଦାର ପଦ ହରାଇଥିଲେ। ତାଙ୍କୁ ମିଳିଥିବା ଜମିକୁ ଜୟପୁର ରାଜା ଛଡ଼ାଇ ନେଇଥିଲେ। ଏଥିରେ ସେ ବିଚଳିତ ହୋଇନଥିଲେ। ସେ ଜାଣିଥିଲେ ଦୁଃଖ ନ ସହିଲେ ମାଟିର ମାଆର ଦୁଃଖ ଯିବ ନାହିଁ। 1942 ମସିହା ଅଗଷ୍ଟ ମାସ 15 ତାରିଖରେ ଜୟପୁର ତାଲୁକ ଅଫିସ ଓ ଥାନା ଘେରାଉ ହେଲା। ଚାରିଆଡ଼େ ଉତ୍ତେଜନା ଲାଗି ରହିଥିଲା। ସେଠାରେ ଉପସ୍ଥିତ ଥିଲେ ଲକ୍ଷ୍ମଣ ନାୟକ। ଅଗଷ୍ଟ 17, 18 ଓ 19 ତାରିଖରେ ପାଖାପାଖି ଅଞ୍ଚଳରେ ଥିବା ମଦ ଦୋକାନ ଉପରେ ସଂଗ୍ରାମୀମାନେ ଚଢ଼ାଉ କଲେ। ମଦ ଦୋକାନୀଗୁଡ଼ିକୁ ଭାଙ୍ଗିଦେଲେ। ସବୁଠି ଲକ୍ଷ୍ମଣ ନାୟକ ଆଗୁଆ। ତେଣୁ ପୁଲିସ ଓ ମଦ ଦୋକାନୀଙ୍କ ରାଗ ଲକ୍ଷ୍ମଣଙ୍କ ଉପରେ ବଢ଼ିଗଲା। ଆସିଲା ଅଗଷ୍ଟ 21 ତାରିଖ। ସେଦିନ ସଂଗ୍ରାମୀମାନେ ମିତିଲି ଥାନା ଘେରାଉ କରିବେ ବୋଲି ପୁଲିସ ପାଖରେ ଖବର ପହଞ୍ଚିଥାଏ। ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ଏକତ୍ର ହେଲେ। ସେମାନଙ୍କ ନେତୃତ୍ୱ ନେଉଥାନ୍ତି ଲକ୍ଷ୍ମଣ ନାୟକ। ସଂଗ୍ରାମୀମାନଙ୍କୁ ପୁଲିସ ବାଧା ଦେଉଥାଏ। ଥାନା ଆଗରେ ପ୍ରବଳ ଭିଡ଼ ଜମିଥାଏ। ଥାନା ଭିତରକୁ ପ୍ରବେଶ କରିବା ପାଇଁ ଲୋକେ ଉଦ୍ୟମ କରୁଥାନ୍ତି। ଆରମ୍ଭ ହୋଇଗଲା ଠେଲାପେଲା। ଭିଡ଼ ଭାଙ୍ଗିବା ପାଇଁ ପୁଲିସ ଗୁଳି ଚଳାଇଲା। ଏହା ଫଳରେ ଅଘଟଣଟିଏ ଘଟିଲା। ପୁଲିସ ଗୁଳିରେ ଫରେଷ୍ଟ ଗାର୍ଡ ଜି ରାମେୟାଙ୍କ ମୃତ୍ୟୁ ହେଲା। ନିଜ ଲୋକଟା ମରିଯାଇଥିବାରୁ ପୁଲିସ ଡରିଗଲା। ଜି ରାମେୟାର ମୃତ୍ୟୁ ପାଇଁ ଲକ୍ଷ୍ମଣ ନାୟକ ଓ ବଳରାମ ପୂଜାରୀଙ୍କୁ ଦାୟୀ କରିବାକୁ ସ୍ଥିର କରାଗଲା। ରାମେୟାର ମୃତ୍ୟୁ ଓ ପୁଲିସ ଥାନା ଘେରାଉ ଅପରାଧରେ ଲକ୍ଷ୍ମଣ ନାୟକଙ୍କ ବିରୁଦ୍ଧରେ ମକଦ୍ଦମା କରାଗଲା।
पुलिस तेंतुलिया गुमा गाँ को घेराव करी लक्ष्मण नायक को गिरफ कले। देशर स्वाधीनता पर लक्ष्मण नायक और तांको साथी को मिथ्या मोकदमार पड़वा है। लक्ष्मण नायक और तांको साथी मान विरुद्ध में करा मोकदमार राय प्रकाश पाइला। 1942 मसीहा नवेम्बर मसरे विचार रे लक्ष्मण नायक फांसी दंड दंडित होते। 1943 मसीहा मार्च मास 29 तारिख सकाळ 5टा बाजिबाकू अल्प केतोटी मुहूर्त बाकी थाए जेल कर्मचारी आसी लक्ष्मण पाखे पहुँचले। लक्ष्मण आगे आसी चलिए फांसी खुंटा आड़ को मुहर तांकर रामधनु। शेष लक्ष्मण को मुहर शेष वाक्य बाहरी आसाला, आकाशर सूर्यचंद्र जदि सत्य तेबे मो माँ निश्चय स्वाधीन हेब। परवर्ती क्षण में लक्ष्मण शरीर झुली पड़ा फांसी खुंटे। लक्ष्मण नायक शरीर सीना माटी मिसी जाइछि, किंतु सबुदिन से अमर होई रही जाइछन्ति जनमानस रे।